ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେଇ +3 ସେକେଣ୍ଡ ଇୟରର ବା 4th ସେମିଷ୍ଟରର ଏକ୍ଜାମ୍ ପାଇଁ ପ୍ରିପେୟାର କ୍ୱେଶ୍ଚିନ୍, ଯେଉଁଟାକି ପୁରା ସିଲେକ୍ସନ୍ କ୍ୱେଶ୍ଚିନ୍ ଅଛି। ଓକେ, ମୁଁ ଅଲରେଡ଼ି 5ଟା ଲଙ୍ଗ୍ କ୍ୱେଶ୍ଚିନ୍ ପଢ଼େଇ ସାରିଛି। ଆଜି ଏଇ ଭିଡ଼ିଓରେ ବି 2ଟା ଲଙ୍ଗ୍ କ୍ୱେଶ୍ଚିନ୍ ଦେଖିବା, ଆଉ 2ଟା। ଓକେ, ଦେଖ, ଛାତ୍ରଛାତ୍ରୀମାନଙ୍କର ନୈତିକ ମୂଲ୍ୟବୋଧ ବିଷୟରେ ଆଲୋଚନା କର। ଶିକ୍ଷା ହେଉଛି ଏକ ସୁବ୍ୟବସ୍ଥିତ ପ୍ରକ୍ରିୟା ଯାହାଦ୍ୱାରା କି ଜଣେ ଜ୍ଞାନ ଓ ଅଭିଜ୍ଞତା, ଦକ୍ଷତା ଓ ଉତ୍ତମ ବ୍ୟବହାର ଆହରଣ କରିଥାଏ। ଏହା ମନୁଷ୍ୟକୁ ସଭ୍ୟ ଓ ଶିକ୍ଷିତ କରାଇଥାଏ। ଏକ ଭଦ୍ର ଓ ଉତ୍ତମ ସମାଜ ଗଠନ ନିମନ୍ତେ ଶିକ୍ଷା ହେଉଛି ଏକ ମାଧ୍ୟମ। ଜ୍ଞାନ ମନୁଷ୍ୟର ଜୀବନ ଧାରଣରେ ପରିବର୍ତ୍ତନ କରିଥାଏ, ଯାହାକୁ ଶିକ୍ଷକ ଓ ଜ୍ଞାନ ପ୍ରଦାନକାରୀମାନେ ବ୍ୟବସ୍ଥିତ କରିଥାନ୍ତି। ଏଣୁ ଏଥିରେ ଶିକ୍ଷକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ବିଦ୍ୟାଳୟ ଓ ଶିକ୍ଷା ସ୍ତରରେ ଉତ୍ତମ ଚରିତ୍ର ଗଠନ ନିମନ୍ତେ ଶିକ୍ଷାର୍ଥୀମାନଙ୍କୁ ପାଠପଢ଼ା ସହିତ ଅନ୍ୟମାନଙ୍କ ବିଶ୍ୱାସ କରିବା, ସମ୍ମାନ ପ୍ରଦର୍ଶନ କରିବା, ଦାୟିତ୍ୱବାନ ହେବା, ଯତ୍ନବାନ ହେବା, ସୁପଥଗାମୀ ତଥା ଉତ୍ତମ ନାଗରିକତ୍ୱ ଆଦି ଗୁଣଗୁଡ଼ିକ ଅଭ୍ୟାସ କରାଇବା ଆବଶ୍ୟକ। ସାଧାରଣ ଭାବରେ ଦେଖିବାକୁ ଗଲେ କୁଶଳତା ହେଉଛି ଦକ୍ଷତା ସହିତ ସମ୍ପର୍କିତ, କିନ୍ତୁ ଶିକ୍ଷାଗତ ଯୋଗ୍ୟତା କେବଳ ଯୋଗ୍ୟତା ହାସଲ କରିବା ନିମିତ୍ତ ଉଦ୍ଦିଷ୍ଟ ଅଟେ। ଉଦାହରଣ ସ୍ୱରୂପ, ମିନିଟକୁ 70 ଶବ୍ଦ ଟାଇପ୍ କରିବାକୁ ଆମେ ଏକ ଦକ୍ଷତା କହୁ। ସ୍ନାତକ ଉପାଧି ଲାଭ କରିବା ହେଉଛି ଶିକ୍ଷାଗତ ଯୋଗ୍ୟତା। ଉପରୋକ୍ତ ସ୍ତରରେ ଛାତ୍ରମାନଙ୍କର ବିଫଳତାର କାରଣଗୁଡ଼ିକ ହେଉଛି ବ୍ୟକ୍ତିଗତ କାରକ, ପାରିବାରିକ ଅବସ୍ଥା, ସାମାଜିକ ତଥା ଆର୍ଥିକ ବୋଝ ଇତ୍ୟାଦି। ବିଶ୍ୱବିଦ୍ୟାଳୟ ଛାତ୍ରମାନଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧର ଅଭାବ ପରିଲକ୍ଷିତ ହେଉଛି। ଗବେଷଣା ଆଦି କ୍ଷେତ୍ରରେ ସେମାନେ ପୂର୍ବ ଗବେଷଣା ଲବ୍ଧ ରଚନା ଗୁଡ଼ିକର ନକଲ କରୁଛନ୍ତି। ଏଥିସହିତ ମଧ୍ୟ ସେମାନେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ କେତେକ ଗୁପ୍ତ ତଥ୍ୟ ପ୍ରାପ୍ତ କରୁଛନ୍ତି। ଅନେକ କ୍ଷେତ୍ରରେ ଦେଖାଯାଉଛି ଯେ ଗବେଷଣାତ୍ମକ ଛାତ୍ରଛାତ୍ରୀମାନେ ବୌଦ୍ଧିକ ସମ୍ପଦ ଆଇନର ଉଲ୍ଲଂଘନ କରି ଅନ୍ୟ ଜଣେ କରିଥାଏ ଗବେଷଣା ଆଜିର ଫଳାଫଳକୁ ଆଣି ନିଜ ନିମନ୍ତେ ବ୍ୟବହାର କରିଥାନ୍ତି। ଦ୍ୱନ୍ଦ୍ୱ ସମାଧାନ ହେଉଛି ବିଶ୍ୱବିଦ୍ୟାଳୟ ସ୍ତରରେ ଏକ ଅତ୍ୟାବଶ୍ୟକ ସମସ୍ୟା। ଛାତ୍ରୀମାନଙ୍କ ମଧ୍ୟରେ ଆନ୍ତରିକ ଓ ବାହ୍ୟିକ ଦ୍ୱନ୍ଦ୍ୱଗୁଡ଼ିକର ସମାଧାନ ଅତ୍ୟାବଶ୍ୟକ ହୋଇପାରିଛି। ଏ କ୍ଷେତ୍ରରେ ଅନ୍ୟ ଏକ ଦିଗ ହେଉଛି ସଂସ୍କୃତି, ପରମ୍ପରା ତଥା ଈଶ୍ୱର ବିଶ୍ୱାସ। ଛାତ୍ରଛାତ୍ରୀମାନେ ନିଜକୁ ଈଶ୍ୱରଙ୍କ ସନ୍ତାନ ଭାବରେ ପରିଗଣିତ କଲେ ସେମାନଙ୍କ ମଧ୍ୟରେ ଭ୍ରାତୃଭାବ ସୃଷ୍ଟି ହେବା ସହିତ ଜ୍ଞାନର ବିକାଶ ଘଟିଥାଏ। ଛାତ୍ରାବାସରେ ରହିବା ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନେକ ଗୁଡ଼ିଏ ଗୁଣ ବିକାଶ ଲାଭ କରିଥାଏ, ଯାହାକି ସେମାନଙ୍କ ଚରିତ୍ର ଗଠନରେ ସହାୟକ ହୋଇଥାଏ। ଉଦାହରଣ ସ୍ୱରୂପ, ଛାତ୍ରାବାସରେ ଜଣେ ଛାତ୍ର ବା ଛାତ୍ରୀ ପାଠ ପଢ଼ିବା ସହିତ ନିଜ ଲୁଗାପଟା ସଫା କରିବା, କୋଠରୀ ପରିଷ୍କାର କରିବା, ଏକତ୍ର ସହାବସ୍ଥାନ କରିବା, ବନ୍ଧୁତ୍ୱ ସ୍ଥାପନ କରିବା, ପାରସ୍ପରିକ ସହଯୋଗ ଓ ସହାନୁଭୂତି ଆଦି ଗୁଣଗୁଡ଼ିକ ତାହା ମଧ୍ୟରେ ବିକାଶ ଲାଭ କରିଥାଏ। ଛାତ୍ରାବାସର ଜୀବନ ଛାତ୍ରକୁ ଆତ୍ମନିର୍ଭରଶୀଳ କରିଥାଏ। 6 ନମ୍ବର କ୍ୱେଶ୍ଚିନ୍ ସରିଯାଇଛି। ଏଠି 7 ନମ୍ବର କ୍ୱେଶ୍ଚିନ୍ ଦେଖିବା। ଚରିତ୍ର ନିର୍ମାଣରେ ଶିକ୍ଷାର ଭୂମିକା ବିଷୟରେ ବର୍ଣ୍ଣନା କର। ଓକେ, C.S. ଲୁଇସ୍ କହିଛନ୍ତି, ମୂଲ୍ୟବୋଧ ବିହୀନ ଶିକ୍ଷା ମନୁଷ୍ୟକୁ ଏକ ଚାଲାକ ଶୈତାନରେ ପରିଣତ କରିଥାଏ। ଶିକ୍ଷା ଲାଭ କରିବା ପରେ ନୈତିକ ମୂଲ୍ୟବୋଧ ରହିବା ନିହାତି ଆବଶ୍ୟକ। ନୈତିକ ମୂଲ୍ୟବୋଧ ବିହୀନ ଶିକ୍ଷା ମନୁଷ୍ୟକୁ ନିଜର ସ୍ୱାର୍ଥ ହାସଲ ନିମନ୍ତେ ଉକ୍ତ ବିଦ୍ୟାର ପ୍ରୟୋଗ ନିମନ୍ତେ ପ୍ରବର୍ତ୍ତାଇଥାଏ। ଅନ୍ୟପକ୍ଷରେ ବାସ୍ତବ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଆମକୁ ପରିବେଶ ଓ ସମାଜକୁ ଉତ୍ତମ ଭାବରେ ବୁଝିବାର ସୁଯୋଗ ପ୍ରଦାନ କରିଥାଏ।
ଶିକ୍ଷା ହେଉଛି ଏକ ମାଧ୍ୟମ ଯାହାକି ଆମ ଜୀବନରେ ଉନ୍ନତି ଆଣିବା ସହିତ ଆମକୁ ଏକ ଉତ୍ତମ ବ୍ୟକ୍ତି ଭାବରେ ପ୍ରତିଷ୍ଠିତ କରାଇଥାଏ। ବାସ୍ତବ ଶିକ୍ଷା କହିଲେ କେବଳ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ପଢ଼ାଯାଉଥିବା ପୁସ୍ତକ ଭିତ୍ତିକ ଜ୍ଞାନ ନୁହେଁ। ଏଥିସହିତ ଉପଯୁକ୍ତ ଶୃଙ୍ଖଳ ବ୍ୟବହାର ଆଦି ଗୁଣଗୁଡ଼ିକ ଆବଶ୍ୟକ। ଅନ୍ୟ ଅର୍ଥରେ କହିବାକୁ ଗଲେ ଶିକ୍ଷା ହେଉଛି ଏପରି ଏକ ମଞ୍ଚ ଯାହାକି ସମସ୍ତ ବାଧାବିଘ୍ନ ଅତିକ୍ରମ କରି ଆମକୁ ଉପଯୁକ୍ତ ଜ୍ଞାନର ଅନ୍ୱେଷଣରେ ବୃତ୍ତି କରାଇଥାଏ। ବ୍ୟକ୍ତିତ୍ୱ ଓ ଚରିତ୍ର ଜଣେ ବ୍ୟକ୍ତିକୁ ଅନ୍ୟ ବ୍ୟକ୍ତିଠାରୁ ଭିନ୍ନ କରିଥାଏ। ନୈତିକ ମୂଲ୍ୟବୋଧ ହେଉଛି ଜଣେ ବ୍ୟକ୍ତିର ଚରିତ୍ର ସହିତ ନିବିଡ଼ ଭାବରେ ସମ୍ପର୍କିତ। ଏହା ହେଉଛି ଜୀବନକୁ ସକାରାତ୍ମକ ଭାବରେ ଗ୍ରହଣ କରିଥାଏ। ଜଣେ ବ୍ୟକ୍ତିର ଉତ୍ତମ ଚରିତ୍ର ନଥିଲେ ସେ ସମାଜରେ ଜ୍ଞାନୀ ଭାବରେ ପରିଗଣିତ ହୋଇଥାଏ। ସତ୍ୟ କିନ୍ତୁ ନିଜର ସ୍ୱାର୍ଥ ହାସଲ ନିମନ୍ତେ ଜ୍ଞାନର ଦୁରୁପଯୋଗ କରିଥାଏ। ବିଜ୍ଞ ବ୍ୟକ୍ତିମାନଙ୍କ ସହିତ ଭାବରେ ଆଦାନ ପ୍ରଦାନ ମାଧ୍ୟମରେ ଅନ୍ୟ ଏକ ବ୍ୟକ୍ତି ମଧ୍ୟରେ ଗ୍ରହଣଯୋଗ୍ୟ ମାନବୀୟ ଗୁଣ ବିକଶିତ କରାଇଥାଏ। ସମାଜର ବ୍ୟାଧି ଭାବରେ ପରିଚିତ ପରମ୍ପରାଗତ ଅନ୍ଧବିଶ୍ୱାସ ଓ କୁସଂସ୍କାର ଉତ୍ତମ ଶିକ୍ଷା ବଳରେ ହିଁ ଦୂରୀଭୂତ ହୋଇଥାଏ। ସମାଜରେ ଶିକ୍ଷିତ ବ୍ୟକ୍ତିମାନେ ଅନ୍ୟମାନଙ୍କୁ ଏଗୁଡ଼ିକର କୁପରିଣାମ ବିଷୟରେ ସଚେତନ କରାଇଥାନ୍ତି। ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଯୋଗ୍ୟତା ଓ ଦକ୍ଷତା କେବଳ ଶିକ୍ଷା ହିଁ ପ୍ରଦାନ କରିଥାଏ। ଏଥିସହିତ ମଧ୍ୟ ଉତ୍ତମ ଶିକ୍ଷା ଛାତ୍ର ମଧ୍ୟରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିଥାଏ। ଶିକ୍ଷା ମାଧ୍ୟମରେ ଜଣେ ଛାତ୍ର ମଧ୍ୟରେ ସୁସ୍ଥ ଓ ସ୍ୱୟଂ ଅଭ୍ୟାସ ସୃଷ୍ଟି ହୋଇଥାଏ। ସମ୍ପୃକ୍ତ ଶିକ୍ଷିତ ବ୍ୟକ୍ତିର ଖାଦ୍ୟ ପାନୀୟ ଆଚାର ବ୍ୟବହାର କଥାବାର୍ତ୍ତା ଆଦିରେ ସଂଯମତା ଦେଖା ଦେଇଥାଏ। ବିଦ୍ୟାଳୟ ସ୍ତରରେ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ ପାନୀୟ ପୋଷାକ ଆଦିରେ ସଂଯମତା ରକ୍ଷା କରିବା ନିମନ୍ତେ ଶିକ୍ଷା ଦେଇଥାନ୍ତି। ଶିକ୍ଷା ହେବା ଫଳରେ ଜଣେ ବ୍ୟକ୍ତି ମଧ୍ୟରେ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିବାର କ୍ଷମତା ପ୍ରାପ୍ତ ହୋଇଥାଏ। ଏଇଠି ଭିଡ଼ିଓଟି ସରିଯାଇଛି। ଜୟ ସିୟାରାମ କି ଜୟ। ଜୟ ଜଗନ୍ନାଥ କି ଜୟ।